ଦିଟା ପୁଅ ଜନ୍ମ କରିଥିଲି। ଆଲୋ ଏ ବୋହୂ, ଏ ବର୍ଷା ପାଗ ହେଇଛି, ପକୋଡ଼ି ଦିଟା ଛାଣି ଦଉନି ଖାଆନ୍ତେ। ତମେ କିଛି ଖାଉନଥିବ ତ? ଏଇ ବର୍ଷା ପାଗରେ ପକୋଡ଼ି ଛାଣିକି ଦେଲେ ତମେ ଖାଇବ। ମୋ ପାଖରେ ନା ସମୟ ନାହିଁ ମୁଁ ଛାଣିକି ଦେବାକୁ। ଏଇଠି ଭାତ ବାଢ଼ିଛି, ଖାଇଦିଅ। ଏ ପଖାଳ ଭାତଟା ଦେଇଛୁ ଖାଇବାକୁ, ଗରମ ଭାତ ମୁଠାଟେ ଦଉନୁ ଖାଇବାକୁ। ଖାଇବ ହେଲେ ଖ, ନହେଲେ ଥୋଇଦିଅ। ଏଇ ପଖାଳ ଭାତ ବୋଲି କ'ଣ ଫୋପାଡ଼ି ଦେବି? ଚାଉଳଟା କେମିତି ଆସୁଛି ମୁଁ ସେଇଟା ଜାଣିଛି। ତମେ ବସିକି ଖାଇଲା ଲୋକ, ତମେ କ'ଣ ଜାଣିବ? ଆଲୋ ଏ ବୋହୂ, 4 ଦିନ ହେଲା ଭାରି ଜୋରରେ ଜ୍ୱରଟା ହଉଛି। କୋଉଠୁ ଔଷଧରା ଆଣିଛ? ଏ ଜ୍ୱରଟା କମୁନି, ମୋତେ ଟିକେ ମେଡ଼ିକାଲ ନିଅଲୋ। ଦୋକାନରୁ ଔଷଧ କିଣିକି ଆଣିକି ତମକୁ ଦେଇଛି, ଜ୍ୱରଟା କମିବନି ବୋଲି ମୋର କ'ଣ ଭୁଲ? ଆଲୋ ଦୋକାନରୁ ଔଷଧ କିଣିକି ଆଣିକି ଦେଲେ କ'ଣ ହବ? ଏ ମେଡ଼ିକାଲ ନେଲେ ସିନା ଟିକେ ଡାକ୍ତର ଦେଖିଲେ ସିନା କ'ଣ ଔଷଧଟା ଦବ। ତମ ପୁଅ ଘରେ ନାହାନ୍ତି, ମେଡ଼ିକାଲ ଯିବାକୁ ମୋତେ ଏଇନା ସମୟ ନାହିଁ। ଯଦି ଯିବାର ଅଛି ବସରେ ପଳା। ଦିଟା ପୁଅ ଜନ୍ମ କରିଥିଲି, ଦିଟା ଯାକ ପୁଅ ସମାନ ହେଇଗଲେ। ଗୋଟିଏ ଲୋକ ଦିଟା ପୁଅକୁ ପାଳି ପୋଷି ମଣିଷ କଲି, ହେଲେ ଦିଟା ଯାକ ପୁଅ ବୋହୂ ଖାଇବାକୁ ଦେବାକୁ କି ମେଡ଼ିକାଲ ନେବାକୁ ତାଙ୍କ ପାଖରେ ସମୟ ନାହିଁ।